ଆକାଶବାଣୀ। ସମ୍ବାଦ ପଢ଼ୁଛନ୍ତି ସତ୍ୟବ୍ରତ ବେହୁରା। ତ୍ରିରାଷ୍ଟ୍ରୀୟ ଗସ୍ତ ଶେଷ କରି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରୁଛନ୍ତି ପ୍ରଧାନମନ୍ତ୍ରୀ। ଏକ ଦେଶ ଏକ ନିର୍ବାଚନ ପ୍ରସ୍ତାବ ସମ୍ପର୍କରେ ଗୋଆରେ ଯୁଗ୍ମ ସଂସଦୀୟ କମିଟିର ଆଲୋଚନା। କିମ୍ବଦନ୍ତୀ ଗାୟିକା ଏସ୍ ଜାନକୀଙ୍କ 88 ବର୍ଷ ବୟସରେ ପରଲୋକ। ନୌକା ଦୁର୍ଘଟଣାରେ 15 ଜଣ ଭାରତୀୟଙ୍କ ମୃତ୍ୟୁ ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦେଲେ ଭିଏତନାମ ସରକାର। ଏବଂ ୱିମ୍ବଲଡନ୍ ମହିଳା ଏକକ ଫାଇନାଲରେ ପ୍ରଥମ ଗ୍ରାଣ୍ଡସ୍ଲାମ୍ ଟାଇଟଲ ହାସଲ କଲେ ଲିଣ୍ଡା ନୋସ୍କୋଭା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତ୍ରିରାଷ୍ଟ୍ରୀୟ ଗସ୍ତ ଶେଷ କରି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରୁଛନ୍ତି। ଗସ୍ତର ଶେଷ ପର୍ଯ୍ୟାୟରେ ଶ୍ରୀ ମୋଦି ନ୍ୟୁଜିଲାଣ୍ଡ ଗସ୍ତରେ ଥିଲେ। ଏହି ଗସ୍ତ ଅବସରରେ ଶ୍ରୀ ମୋଦି ନ୍ୟୁଜିଲାଣ୍ଡ ପ୍ରତିପକ୍ଷ କ୍ରିଷ୍ଟୋଫର ଲକ୍ସନ୍ଙ୍କ ସହ ବିଭିନ୍ନ ପ୍ରସଙ୍ଗ ନେଇ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ। ପ୍ରତିରକ୍ଷା, ପର୍ଯ୍ୟଟନ, କ୍ରୀଡ଼ା, ବିପର୍ଯ୍ୟୟ ପରିଚାଳନା, ଦୁଗ୍ଧ ଏବଂ ପଶୁପାଳନ ଆଦି ବିଭିନ୍ନ କ୍ଷେତ୍ରରେ 5ଟି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା। ଅକଲ୍ୟାଣ୍ଡରେ ସ୍ପାର୍କ ଆରେନାଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ପ୍ରବାସୀ ଭାରତୀୟଙ୍କ ସମାବେଶକୁ ସମ୍ବୋଧନ କରିଥିଲେ। ନ୍ୟୁଜିଲାଣ୍ଡର ପ୍ରଗତିରେ ଭାରତୀୟ ସମ୍ପ୍ରଦାୟଙ୍କ ଅବଦାନକୁ ଶ୍ରୀ ମୋଦି ଉଚ୍ଚ ପ୍ରଶଂସା କରିଥିଲେ। ଅକଲ୍ୟାଣ୍ଡରୁ ୱେଲିଂଟନ ଏବଂ କ୍ରାଷ୍ଟ ଚର୍ଚ୍ଚରୁ କୁଇନ୍ସ ଟାଉନ୍ ପର୍ଯ୍ୟନ୍ତ ଭାରତୀୟ ସମ୍ପ୍ରଦାୟ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବାରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ପ୍ରଦାନ କରୁଛନ୍ତି। ନିରନ୍ତର ବନ୍ଧୁତା, ସାଧାରଣ ମୂଲ୍ୟବୋଧ, ଦ୍ୱିପାକ୍ଷିକ ସହଭାଗିତା ଏବଂ ଭବିଷ୍ୟତ ସମ୍ପର୍କରେ ନୂତନ ମାର୍ଗ ଉନ୍ମୁକ୍ତ ନେଇ ଉଭୟ ଦେଶ ଅଙ୍ଗୀକାରବଦ୍ଧତା ପ୍ରକାଶ କରିଥିବା ଶ୍ରୀ ମୋଦି କହିଛନ୍ତି। ସମାବେଶରେ ଯୋଗଦେଇ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର ଲକ୍ସନ୍ ଦ୍ୱିପାକ୍ଷିକ ରଣନୈତିକ ଏବଂ ଆର୍ଥିକ ସହଭାଗିତା ଉପରେ ଆଲୋକପାତ କରିଥିଲେ। ନ୍ୟୁଜିଲାଣ୍ଡ ଗସ୍ତ ପୂର୍ବରୁ ଶ୍ରୀ ମୋଦି ଇଣ୍ଡୋନେସିଆ ଏବଂ ଅଷ୍ଟ୍ରେଲିଆ ଗସ୍ତ ଶେଷ କରିଥିଲେ। ଏକ ଦେଶ ଏକ ନିର୍ବାଚନ ପ୍ରସ୍ତାବ ସମ୍ପର୍କରେ ବିଭିନ୍ନ ପକ୍ଷଙ୍କ ସହ ଗୋଆରେ ଯୁଗ୍ମ ସଂସଦୀୟ କମିଟି ଆଲୋଚନା ଶେଷ କରିଛନ୍ତି। ଏହି 2 ଦିନିଆ କାର୍ଯ୍ୟକ୍ରମରେ କମିଟି ପକ୍ଷରୁ ରାଜ୍ୟ ସରକାର, ରାଜନୈତିକ ଦଳ, ନିର୍ବାଚିତ ପ୍ରତିନିଧି, ସମ୍ବିଧାନ ବିଶେଷଜ୍ଞ, ଗଣମାଧ୍ୟମ ଓ ଅନ୍ୟାନ୍ୟ ପ୍ରତିନିଧିମାନଙ୍କ ସହ ବିସ୍ତୃତ ଭାବେ ଏକ ଦେଶ ଏକ ନିର୍ବାଚନ ପ୍ରସ୍ତାବ ଉପରେ ଆଲୋଚନା ହୋଇଛି। ଗୋଆରେ ଗଣମାଧ୍ୟମକୁ ସୂଚନା ଦେଇ କମିଟିର ଅଧ୍ୟକ୍ଷ ସାଂସଦ ପିପି ଚୌଧୁରୀ କହିଛନ୍ତି, ଏହି ପଦକ୍ଷେପ ଖର୍ଚ୍ଚ ହ୍ରାସ କରିବା ସହ ଦେଶର ଅର୍ଥନୀତିକୁ ଅଧିକ ସୁଦୃଢ଼ କରିବ। କମିଟି ଆଗାମୀ ଦିନରେ ଲକ୍ଷ୍ନୌ ଗସ୍ତ କରି ପ୍ରସ୍ତାବ ସମ୍ପର୍କରେ ଆଲୋଚନା ପର୍ଯ୍ୟାଲୋଚନା କରିବ ବୋଲି ଜଣାପଡ଼ିଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଆଜି ଅହମ୍ମଦାବାଦ ପୌର ନିଗମର ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ। ଏଥିରେ 405 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ରହିଥିବା ଜଣାପଡ଼ିଛି। ଏହି ଅବସରରେ ଶ୍ରୀ ଶାହା ଗାନ୍ଧୀନଗର ଲୋକସଭା ଆସନରୁ ବ୍ୟାପକ ବନୀକରଣ ଅଭିଯାନର ଶୁଭାରମ୍ଭ କରିବେ। ବ୍ୟାପକ ବନୀକରଣ ଜରିଆରେ ଗାନ୍ଧୀନଗର ଲୋକସଭା କ୍ଷେତ୍ରକୁ ଦେଶର ସବୁଠାରୁ ସବୁଜ କ୍ଷେତ୍ରରେ ପରିଣତ କରିବା ପାଇଁ ଏହି ପଦକ୍ଷେପ ନିଆଯିବ। ପାଣିପାଗ ପରିବର୍ତ୍ତନର ମୁକାବିଲା ପାଇଁ ଚଳିତ ବର୍ଷ ସେହି ଲୋକସଭା ଅଞ୍ଚଳରେ 1,25,00,000ରୁ ଅଧିକ ଚାରା ରୋପଣ କରାଯିବ ବୋଲି ସୂଚନା ଦିଆଯାଇଛି। ଏହି ଅଭିଯାନ ଅଧୀନରେ ଜଙ୍ଗଲ ବିଭାଗ ଅହମ୍ମଦାବାଦ ଏବଂ ଗାନ୍ଧୀନଗର ଜିଲ୍ଲାରେ ବନ କବଚ ବ୍ୟବହାର କରି 60 ଲକ୍ଷ ଚାରା ରୋପଣ କରିବ। ଆସନ୍ତାକାଲି ଶ୍ରୀ ଶାହା ଗାନ୍ଧୀନଗରଠାରେ ଏକାଦଶ ଇଣ୍ଟରପୋଲ ଡିଜିଟାଲ ଫରେନ୍ସିକ୍ ବିଶେଷଜ୍ଞ ଗୋଷ୍ଠୀ ବୈଠକକୁ ଉଦ୍ଘାଟନ କରିବେ। ଶ୍ରୀ ଶାହା ଦହେଗାମ ଗସ୍ତ କରି ନବନିର୍ମିତ ପରିବା ହାଟ ଏବଂ ଅମୃତ ମହୋତ୍ସବ ସମାରୋହ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। କିମ୍ବଦନ୍ତୀ ପ୍ରଚ୍ଛଦପଟ ଗାୟିକା ଏସ୍ ଜାନକୀଙ୍କର ଗତକାଲି କର୍ଣ୍ଣାଟକର ମୈସୁରଠାରେ 88 ବର୍ଷ ବୟସରେ ପରଲୋକ ଘଟିଛି। ସେ କିଛିଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ। ଗତ 6 ଦଶନ୍ଧି ମଧ୍ୟରେ ଗାୟିକା ଏସ୍ ଜାନକୀ ହିନ୍ଦୀ ସମେତ କନ୍ନଡ଼, ତାମିଲ, ତେଲୁଗୁ ଓ ମଲାୟାଲମ ଭାଷାରେ 48,000ରୁ ଅଧିକ ଗୀତ ଗାଇଛନ୍ତି। ସେ ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଇଲିୟାରାଜା, ଏମ୍.ଏସ୍. ବିଶ୍ୱନାଥନ, କେ.ବି. ମହାଦେବନ ଏବଂ ଏ.ଆର୍. ରେହମାନଙ୍କ ସହ କାର୍ଯ୍ୟ କରିଥିଲେ। 1988 ମସିହାରେ ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟିକା ଭାବେ ଏସ୍ ଜାନକୀଙ୍କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ବିଭିନ୍ନ ରାଜ୍ୟର ପ୍ରାୟ 33ଟି ଚଳଚ୍ଚିତ୍ର ପୁରସ୍କାରରେ ସମ୍ମାନିତ ଏସ୍ ଜାନକୀଙ୍କୁ 2013 ମସିହାରେ ପଦ୍ମଭୂଷଣ ପୁରସ୍କାର ମିଳିଥିଲା। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ।
ଭିଏତନାମର ଫୁ କ୍ୱୋକ୍ ଦ୍ୱୀପ ନିକଟରେ ଏକ ଦ୍ରୁତଗାମୀ ଯନ୍ତ୍ରଚାଳିତ ନୌକା ବୁଡ଼ିଯିବା ଫଳରେ 15 ଜଣ ଭାରତୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣାରେ ସେଠାକାର ସରକାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହି ଦୁର୍ଘଟଣାର କାରଣ ଏବଂ ଏଥିପାଇଁ କେଉଁମାନେ ଦାୟୀ ସେ ନେଇ ସବିଶେଷ ଯାଞ୍ଚ କରାଯିବ ବୋଲି ଜଣାପଡ଼ିଛି। ଭିଏତନାମ ପ୍ରଧାନମନ୍ତ୍ରୀ ସେଠାକାର ଅଧିକାରୀମାନଙ୍କୁ ମୃତକଙ୍କ ପରିବାରକୁ ସହାୟତା ଯୋଗାଇ ଦେବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଗତକାଲି 32 ଜଣ ଭାରତୀୟ ପର୍ଯ୍ୟଟକ ଏବଂ 4 ଜଣ କର୍ମଚାରୀଙ୍କୁ ନେଇ ହନ୍ ମେ ରୁଟ୍ରେ ଯାତ୍ରା ଆରମ୍ଭ କରିବାର କିଛି ସମୟ ପରେ ନୌକାଟି ପ୍ରବଳ ପବନ ଯୋଗୁଁ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଉଦ୍ଧାରକାରୀ ଦଳ 21 ଜଣଙ୍କୁ ଉଦ୍ଧାର କରିଥିଲେ। ମୃତକଙ୍କ ମଧ୍ୟରେ 13 ଜଣ ପୁରୁଷ ଏବଂ 2 ଜଣ ମହିଳା ଅଛନ୍ତି। ମୃତକମାନଙ୍କ ମଧ୍ୟରେ 10 ଜଣ ତାମିଲନାଡୁରୁ ହୋଇଥିବା ବେଳେ 3 ଜଣ ଆନ୍ଧ୍ରପ୍ରଦେଶ ଏବଂ 2 ଜଣ କେରଳମର ବୋଲି ଜଣାପଡ଼ିଛି। ଏହି ଘଟଣାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଭିଏତନାମରେ ନୌକା ଦୁର୍ଘଟଣାରେ 15 ଜଣ ଭାରତୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣାରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଶୋକ ବ୍ୟକ୍ତ କରିଛନ୍ତି। ଦୁର୍ଘଟଣାରେ ସେ ମର୍ମାହତ ବୋଲି କହିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ମୃତକଙ୍କ ପରିବାର ସହ ଯୋଗାଯୋଗ କରାଯାଇ ଆବଶ୍ୟକୀୟ ସହାୟତା ଯୋଗାଇ ଦିଆଯିବ ବୋଲି ଡକ୍ଟର ଜୟଶଙ୍କର କହିଛନ୍ତି। ଗତ ମାସ 24 ତାରିଖରେ 2ଟି ଶକ୍ତିଶାଳୀ ଭୂକମ୍ପ ପରେ ଭେନେଜୁଏଲାରେ ମୃତ୍ୟୁ ସଂଖ୍ୟା 4333କୁ ବୃଦ୍ଧି ପାଇଛି। ସେଠାକାର ରାଷ୍ଟ୍ରପତି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଆସନ୍ତା ସପ୍ତାହରୁ ଭୂକମ୍ପ ପୀଡ଼ିତମାନଙ୍କୁ ଗୃହ ଆବଣ୍ଟନ କରାଯିବ। ଇତିମଧ୍ୟରେ 315 ଜଣ ମୃତକଙ୍କ ପରିଚୟ ମିଳିନଥିବା ସରକାରୀ ଭାବେ ସୂଚନା ଦିଆଯାଇଛି। ଏହି ଭୂକମ୍ପରେ 16,740 ଜଣ ଆହତ ହୋଇଥିବା ବେଳେ 6,462 ଜଣଙ୍କୁ ଉଦ୍ଧାର କରାଯାଇଛି। ଭୂକମ୍ପ ପ୍ରଭାବରେ 17,000ରୁ ଅଧିକ ଲୋକ ବାସହୀନ ହୋଇଥିବା ଜଣାପଡ଼ିଛି। ହର୍ମୁଜ ପ୍ରଣାଳୀରେ ସାଇପ୍ରସର ଏକ ବାଣିଜ୍ୟିକ ଜାହାଜ ଉପରେ ଇରାନର ଆକ୍ରମଣ ପରେ ଆମେରିକା ପୁଣି ଥରେ ଇରାନ ଉପରେ ଆକ୍ରମଣ କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶ ଅନୁଯାୟୀ ଆକ୍ରମଣ କରାଯାଇଥିବା ସେଣ୍ଟକମ୍ ସୂଚନା ଦେଇଛି। ଇରାନର ପ୍ରମୁଖ ଘାଟି ଏବଂ ଦ୍ୱୀପାଞ୍ଚଳଗୁଡ଼ିକରେ ଆକ୍ରମଣ କରାଯାଇଥିବା ଜଣାପଡ଼ିଛି। ଇତିମଧ୍ୟରେ ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ଇରାନ ହର୍ମୁଜ ପ୍ରଣାଳୀକୁ ବନ୍ଦ ରଖିଛି। ସେଠାକାର ଇସଲାମିକ୍ ରିଭଲ୍ୟୁସନାରୀ ଗାର୍ଡ କର୍ପସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ହର୍ମୁଜ ପ୍ରଣାଳୀରେ ବେନିୟମ ଭାବେ ଏକ ବାଣିଜ୍ୟିକ ଜାହାଜ ଅତିକ୍ରମ କରିବାକୁ ଚେଷ୍ଟା କରୁଥିବା ବେଳେ ଆକ୍ରମଣ କରାଯାଇଥିବା କୁହାଯାଇଛି। ତେବେ ଇରାନ ମୁକ୍ତ ଭାବେ ହର୍ମୁଜ ପ୍ରଣାଳୀ ଖୋଲା ରହିଛି ଏବଂ ସେହି ବାଟ ଦେଇ ଅତିକ୍ରମ କରୁଥିବା ଜାହାଜଗୁଡ଼ିକ ଉପରେ କୌଣସି ଆକ୍ରମଣ କରାଯିବ ନାହିଁ ଘୋଷଣା କରିବାକୁ ଆମେରିକା ଦାବି କରିଛି। ଅନ୍ୟପକ୍ଷରେ ଆମେରିକା ରାଷ୍ଟ୍ରପତି କହିଛନ୍ତି, ଉଭୟ ଦେଶ ମଧ୍ୟରେ ସୃଷ୍ଟି ହୋଇଥିବା ଉତ୍ତେଜନାମୂଳକ ପରିସ୍ଥିତି ସତ୍ତ୍ୱେ ବୁଝାମଣା ଜାରି ରହିବ। ୱିମ୍ବଲଡନ୍ ମହିଳା ଏକକ ଫାଇନାଲରେ ଗତକାଲି ଲଣ୍ଡନର ସେଣ୍ଟର କୋର୍ଟରେ ଅନୁଷ୍ଠିତ ମ୍ୟାଚ୍ରେ ଚେକ୍ ଗଣରାଜ୍ୟର ଖେଳାଳି କାରୋଲିନା ମୁଚୋଭାଙ୍କୁ 6-2, 5-7, 6-3ରେ ପରାସ୍ତ କରି 21 ବର୍ଷୀୟ ଲିଣ୍ଡା ନୋସ୍କୋଭା ତାଙ୍କର ପ୍ରଥମ ଗ୍ରାଣ୍ଡ ସ୍ଲାମ୍ ଟାଇଟଲ୍ ହାସଲ କରିଛନ୍ତି। ଆଜି ରାତିରେ ପୁରୁଷ ଏକକ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବ। ଭାରତୀୟ ସମୟ ରାତି 8:30ରେ ବିଶ୍ୱର 1 ନମ୍ବର ଖେଳାଳି ଜାନିକ୍ ସିନର ଓ ଜର୍ମାନୀର ଆଲେକ୍ଜାଣ୍ଡାର ଜେଭରେଭଙ୍କ ମଧ୍ୟରେ ମ୍ୟାଚ୍ ଖେଳାଯିବ। ସେହିଭଳି ଆଜି ସନ୍ଧ୍ୟା 5:30ରେ ମହିଳା ଡବଲ୍ସ ଫାଇନାଲ ଅନୁଷ୍ଠିତ ହେବ। 5 ମ୍ୟାଚ୍ ବିଶିଷ୍ଟ ଟି20 ଆନ୍ତର୍ଜାତିକ ପୁରୁଷ କ୍ରିକେଟ୍ ସିରିଜ୍ରେ ଇଂଲଣ୍ଡ 4-0 ବିଜୟୀ ହୋଇଛି। ଗତକାଲି ଅନୁଷ୍ଠିତ ସିରିଜ୍ର ଶେଷ ମ୍ୟାଚ୍ରେ ଇଂଲଣ୍ଡ 56 ରନ୍ରେ ଭାରତକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ନିର୍ଦ୍ଧାରିତ 20 ଓଭରରେ 3 ୱିକେଟ୍ ବିନିମୟରେ 257 ରନ୍ କରିଥିବା ବେଳେ ଏହାର ଜବାବରେ ଭାରତ 8 ୱିକେଟ୍ ବିନିମୟରେ 201 ରନ୍ କରିବାକୁ ସକ୍ଷମ ହୋଇଥିଲା। ସିରିଜ୍ର ପ୍ରଥମ ମ୍ୟାଚ୍ଟି ବର୍ଷା ଯୋଗୁଁ ବାଧାପ୍ରାପ୍ତ ହୋଇଥିଲା। ଲଣ୍ଡନର ଲର୍ଡସ୍ କ୍ରିକେଟ୍ ପଡ଼ିଆରେ ଅନୁଷ୍ଠିତ ଏକମାତ୍ର ମହିଳା ଟେଷ୍ଟ ମ୍ୟାଚ୍ର ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ଦ୍ୱିତୀୟ ଇନିଂସରେ 1 ୱିକେଟ୍ ବିନିମୟରେ 154 ରନ୍ ସ୍କୋର କରିଛି। ଏହା ପୂର୍ବରୁ ଇଂଲଣ୍ଡ ପ୍ରଥମ ଇନିଂସରେ 170 ରନ୍ରେ ସମସ୍ତ ୱିକେଟ୍ ହରାଇଥିଲା। ଭାରତ ପକ୍ଷରୁ କ୍ରାନ୍ତି ଗୌଡ଼ 5ଟି ୱିକେଟ୍ ନେଇଥିବା ବେଳେ ସାୟେଲି ସତଘରେ ଏବଂ ସ୍ନେହ ରାଣା 2ଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ। ତେବେ ଭାରତୀୟ ମହିଳା ଦଳ 269 ରନ୍ରେ ଆଗରେ ରହିଛି। ଗତକାଲି ଭାରତ ପ୍ରଥମ ଇନିଂସରେ ସମସ୍ତ ୱିକେଟ୍ ହରାଇ 285 ରନ୍ ସ୍କୋର କରିଥିଲା। ଫିଫା ବିଶ୍ୱକପ୍ର ତୃତୀୟ କ୍ୱାର୍ଟର ଫାଇନାଲରେ ଆଜି ସକାଳେ ମିଆମି ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚ୍ରେ ଇଂଲଣ୍ଡ 2-1 ଗୋଲ୍ରେ ନରୱେକୁ ପରାସ୍ତ କରି ସେମିଫାଇନାଲରେ ପହଞ୍ଚିଛି। ଚଳିତ ବିଶ୍ୱକପ୍ରେ ସ୍ପେନ୍ ଏବଂ ଫ୍ରାନ୍ସ ପୂର୍ବରୁ ସେମିଫାଇନାଲରେ ପହଞ୍ଚି ସାରିଛନ୍ତି। ପାଣିପାଗ ବିଭାଗ ପକ୍ଷରୁ ଆସନ୍ତା 4ରୁ 5 ଦିନ ପର୍ଯ୍ୟନ୍ତ ଦେଶର ଉତ୍ତର ପୂର୍ବାଞ୍ଚଳରେ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ଜାମ୍ମୁ କାଶ୍ମୀର, ଲଦାଖ, ହିମାଚଳ ପ୍ରଦେଶ ଓ ଓଡ଼ିଶା ସମେତ 18ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏହି ସମୟ ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ବିଭାଗ ସୂଚନା ଦେଇଛି। ମୁଖ୍ୟ ସମ୍ବାଦ ପୁଣିଥରେ। ତ୍ରିରାଷ୍ଟ୍ରୀୟ ଗସ୍ତ ଶେଷ କରି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରୁଛନ୍ତି ପ୍ରଧାନମନ୍ତ୍ରୀ।
ଏକ ଦେଶ ଏକ ନିର୍ବାଚନ ପ୍ରସ୍ତାବ ସମ୍ପର୍କରେ ଗୋଆରେ ଯୁଗ୍ମ ସଂସଦୀୟ କମିଟିର ଆଲୋଚନା। କିମ୍ବଦନ୍ତୀ ଗାୟିକା ଏସ୍ ଜାନକୀଙ୍କ 88 ବର୍ଷ ବୟସରେ ପରଲୋକ। ନୌକା ଦୁର୍ଘଟଣାରେ 15 ଜଣ ଭାରତୀୟଙ୍କ ମୃତ୍ୟୁ ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦେଲେ ଭିଏତନାମ ସରକାର। ଏବଂ ୱିମ୍ବଲଡନ୍ ମହିଳା ଏକକ ଫାଇନାଲରେ ପ୍ରଥମ ଗ୍ରାଣ୍ଡ ସ୍ଲାମ୍ ଟାଇଟଲ ହାସଲ କଲେ ଲିଣ୍ଡା ନୋସ୍କୋଭା। ସମ୍ବାଦ ଶେଷ ହେଲା।